ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ନୂଆଗାଁ ସ୍ଥିତ ସାରସ୍ୱତ ଗୁରୁକୁଳ ଶିକ୍ଷା କେନ୍ଦ୍ରର ରଜତ ଜୟନ୍ତୀ ସମାରୋହ ଉଦ୍ଘାଟିତ ହୋଇଛି। ରବିବାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ ସମ୍ମାନନୀୟ ଅତିଥି ଭାବେ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାସ, ଅଧ୍ୟାପକ ସୁଭାଷ ଚନ୍ଦ୍ର ପାତ୍ର, ଡାକ୍ତର ଅମିତାଭ ଗିରି, ଜିଲ୍ଲା ପରିଷଦ ସଭ୍ୟ ଅଭିମନ୍ୟୁ ଧିନ୍ଦା, ସରପଞ୍ଚ ବିଦ୍ୟାସ୍ମିତା ମହାଳିକ ଆଦି ଯୋଗଦେଇ ବିଦ୍ୟାଳୟର ଉନ୍ନତି କାମନା କରିବା ସଙ୍ଗେ ସଙ୍ଗେ ପିଲାଙ୍କୁ ସୁନାଗରିକ ଭାବେ ଗଢ଼ି ତୋଳିବାକୁ ଅଭିଭାବକ ଏବଂ ଗୁରୁଜୀ ଗୁରୁମାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବିଦ୍ୟାଳୟ ସଭାପତି ଡାକ୍ତର ମଧୁମାଳା ଗିରିଙ୍କ ପୌରୋହିତ୍ୟରେ ହୋଇଥିବା ସଭାରେ ସମ୍ପାଦକ ଉପେନ୍ଦ୍ରନାଥ ପୁହାଣ ମଞ୍ଚ ଆହ୍ୱାନ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟି ସଦସ୍ୟା ବନ୍ଦନା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ଏବଂ ଅଭିଭାବକ ଯୋଗ ଦେଇଥିଲେ। ରୋଜାଲିନ୍ ପାତ୍ର, ସସ୍ମିତା ବେହେରା, ନମିତା ରାଉତ, ପୁଷ୍ପଲତା ମହାନ୍ତି, ମମତା ମହାନ୍ତି, ପଦ୍ମାବତୀ ବେହେରା, ରଶ୍ମିତା ମଲ୍ଲିକ, ତରୁଲତା ସାନ୍ତ୍ରା, ସୁପ୍ରିୟା ସାହୁ, ସୁକନ୍ୟା ମହାପାତ୍ର, ଭବାନୀ ଶଙ୍କର ରାଉତ, ମଳୟ ପଣ୍ଡା, ଅକ୍ଷୟ କୁମାର ପଣ୍ଡା, ଅଶୋକ ମହାନ୍ତି, କରୁଣାକର ମହାପାତ୍ର ଆଦି ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ। ପରେ ପିଲାଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।